ମାଙ୍କ ଉପରେ ସୁନ୍ଦର ଓ ଅନୁପ୍ରେରଣାଦାୟକ ସୁବିଚାର। ମା ହେଉଛନ୍ତି ସେହି ଭଗବାନ ଯିଏ ଅଦୃଶ୍ୟ ହୋଇ ମନୁଷ୍ୟ ରୂପେ ଆମ ସାମ୍ନାରେ ଆସନ୍ତି। ମାର ପ୍ରେମ ହେଉଛି ଏମିତି ଏକ ଦୀପ ଯାହା ଅନ୍ଧକାରରେ ମଧ୍ୟ ଜୀବନକୁ ଆଲୋକିତ କରେ। ଜୀବନର ସବୁଠାରୁ ପବିତ୍ର ଶବ୍ଦ ମା, ଯେଉଁଠି ଭଲ ପାଇବା ଓ ତ୍ୟାଗର ଗନ୍ଧ ରହେ। ମାର ହସି ଏକ ଏମିତି ଦୈବୀ ସଙ୍ଗୀତ ଯାହା ହୃଦୟର ସମସ୍ତ ଦୁଃଖକୁ ଦୂର କରେ। ମା ହେଉଛନ୍ତି ସେହି ଛତା ଯିଏ ଆମକୁ ଜୀବନର ବର୍ଷାରୁ ସୁରକ୍ଷିତ ରଖନ୍ତି। ଜଣେ ମା ତା'ର ସନ୍ତାନ ପାଇଁ ଯାହା ତ୍ୟାଗ କରନ୍ତି, ସେହି ତ୍ୟାଗର ମୂଲ୍ୟ କୌଣସି ଧନରେ ଦିଆଯାଇପାରେ ନାହିଁ। ମାର ଅଶ୍ରୁ ହେଉଛି ପ୍ରେମର ସବୁଠାରୁ ପବିତ୍ର ଜଳ ଯାହା ହୃଦୟକୁ ପବିତ୍ର କରେ। ଜୀବନରେ ସଫଳତା ଖୋଜିବା ପୂର୍ବରୁ ମାର ଆଶୀର୍ବାଦ ଖୋଜ। ସେହି ଆଶୀର୍ବାଦ ହିଁ ସଫଳତାର ଦ୍ୱାର। ମା ନିଜେ ନିଜ ସ୍ୱପ୍ନକୁ ତ୍ୟାଗ କରି ସନ୍ତାନଙ୍କ ସ୍ୱପ୍ନକୁ ସତ୍ୟ କରିଦିଅନ୍ତି। ମା ହେଉଛନ୍ତି ଏମିତି ଏକ ମନ୍ଦିର ଯେଉଁଠି ଭଲ ପାଇବା, ଧୈର୍ଯ୍ୟ ଓ ଆଶୀର୍ବାଦର ଦେବୀ ବସନ୍ତି। ଆଜି ପାଇଁ ରହିଲି, ନମସ୍କାର। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଧନ୍ୟବାଦ।